ସାବିତ୍ରୀ ବ୍ରତ କାହିଁକି କରାଯାଏ ଆସନ୍ତୁ ଜାଣିବା। ବନ୍ଧୁଗଣ, ଓଡ଼ିଆ ପରମ୍ପରା ଅନୁଯାୟୀ ଜ୍ୟେଷ୍ଠ ଅମାବାସ୍ୟା ଦିନରେ ସଧବା ନାରୀମାନେ ବ୍ରତ ରଖିଥାନ୍ତି। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାରା ଦିନ ଉପବାସ ରଖିଥାନ୍ତି ପତ୍ନୀ। ଏହି ଦିନରେ ବ୍ରତଧାରୀ ମହିଳାମାନେ ଅନ୍ନ ଗ୍ରହଣ କରୁନଥିବା ବେଳେ ପୂଜା ଶେଷ ହେବା ପରେ ଫଳାହାର କରିଥାନ୍ତି। ଯମରାଜଙ୍କ କବଳରୁ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ ସାବିତ୍ରୀ। ଏହି ପୌରାଣିକ ଗାଥାକୁ ପାଥେୟ କରି ଏହି ବ୍ରତ ପାଳନ କରାଯାଏ। ମନ୍ଦିର କିମ୍ବା ଚଉରା ମୂଳରେ ପୂଜାର୍ଚ୍ଚନା କରି ବ୍ରତ ପାଳିଥାନ୍ତି ସଧବା ମହିଳା। ଏହି ଅବସରରେ ଚଉରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ। ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା ସାବିତ୍ରୀ। ପୌରାଣିକ କଥାବସ୍ତୁ ଅନୁସାରେ ସାବିତ୍ରୀ ହେଉଛନ୍ତି ବ୍ରହ୍ମାଙ୍କ ପତ୍ନୀ ଗାୟତ୍ରୀ ଦେବୀ। ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ଯମ କବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା ସାବିତ୍ରୀଙ୍କର ଗୁଣଗାନ କରାଯାଏ। ମହାଭାରତ କାବ୍ୟାନୁସାରେ ମଦ୍ର ଦେଶର ଅଶ୍ୱପତି ନାମରେ ଜଣେ ରାଜା ଥିଲେ। ସେ ମା ସାବିତ୍ରୀ ବା ଗାୟତ୍ରୀ ଦେବୀଙ୍କୁ କନ୍ୟା ରୂପେ ପାଇବା ପାଇଁ ଯଜ୍ଞ କରିଥିଲେ। ଦେବୀ ଅଶ୍ୱପତିଙ୍କୁ ଦର୍ଶନ ଦେଇ ଇଚ୍ଛା ଅନୁସାରେ ବର ମାଗିବାକୁ କହିଲେ। ରାଜା ନିଃସନ୍ତାନ ଥିବାରୁ ପୁତ୍ର ସନ୍ତାନ ପାଇଁ ଦେବୀଙ୍କ ପାଖରେ ଗୁହାରି କରିଥିଲେ। ଦେବୀ ରାଜାଙ୍କୁ ପୁତ୍ର ସନ୍ତାନ ଲାଭ କରିବା ଯୋଗ ନଥିବା କହି ଏକ ଉତ୍ତମ କନ୍ୟା ହେବାର ଆଶୀର୍ବାଦ ଦେଇ ଅନ୍ତର୍ଧ୍ୟାନ ହୋଇଗଲେ। ଦେବୀଙ୍କ କୃପାରୁ ଅଶ୍ୱପତିଙ୍କ ପତ୍ନୀଙ୍କ କୋଳରେ କନ୍ୟାଟିଏ ଜନ୍ମ ହେଲା। ସାବିତ୍ରୀଙ୍କୁ ଉପାସନା କରି ତାଙ୍କ ଆଶୀର୍ବାଦରୁ କନ୍ୟା ସନ୍ତାନଟିଏ ଲାଭ କରିଥିବାରୁ ଅଶ୍ୱପତି ତାଙ୍କର ନାମ ସାବିତ୍ରୀ ରଖିଥିଲେ। ସାବିତ୍ରୀ ଯୌବନରେ ପାଦ ଦେବା ପରେ ବାପାଙ୍କ ଆଦେଶରେ ନିଜ ଇଚ୍ଛାରେ ବର ଖୋଜିବାକୁ ସମ୍ମତି ପାଇଥିଲେ। ଏ ନେଇ ଦାସୀମାନଙ୍କ ସହ ବର ଖୋଜିବା ନେଇ ଚାରିଆଡ଼େ ଭ୍ରମଣ କରିବାକୁ ବାହାରିଲେ। ଅନ୍ୟପକ୍ଷରେ ସାଲ୍ୱ ଦେଶର ରାଜା ଦ୍ୟୁମତ୍ସେନ ଓ ଶୈବ୍ୟାଙ୍କ ଠାରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ। ସତ୍ୟବାନଙ୍କ ବାପା ଓ ମା ଅନ୍ଧ ହୋଇ ବନବାସୀ ହୋଇଥିଲେ। ସତ୍ୟବାନ ବଣରେ ଫଳମୂଳ ଖାଇ ଭକ୍ତି ସହକାରେ ବାପା ମାଙ୍କର ସେବା କରୁଥିଲେ। ସାବିତ୍ରୀ ଭ୍ରମଣ କରୁ କରୁ ସେହି ବଣରେ ପହଞ୍ଚି ସତ୍ୟବାନଙ୍କ ଅସୀମ ପିତୃଭକ୍ତି, ଧର୍ମପରାୟଣତା ଓ ତାଙ୍କ ରୂପରେ ମୁଗ୍ଧ ହୋଇଗଲେ। ଐଶ୍ୱର୍ଯ୍ୟ ରାଜଭୋଗ ଲାଳସା ତ୍ୟାଗ କରି ସତ୍ୟବାନଙ୍କ ସହ ଜୀବନ ଯାପନ କରିବା ପାଇଁ ସଂକଳ୍ପ କରି ସତ୍ୟବାନଙ୍କୁ ନିଜର ପତି ରୂପେ ଚୟନ କରି ରାଜଧାନୀକୁ ଫେରିଲେ ଓ ବାପାଙ୍କୁ ଏ ବିଷୟରେ ଜଣାଇଲେ। ଠିକ୍ ଏହି ସମୟରେ ଦେବଋଷି ନାରଦ ଆସି ପହଞ୍ଚିଗଲେ। ସେ ସତ୍ୟବାନଙ୍କ ପରମାୟୁ ଆଉ ମାତ୍ର 1 ବର୍ଷ ଥିବା ଜଣାଇ ନିଜ ମତ ବଦଳାଇବାକୁ ସାବିତ୍ରୀଙ୍କୁ କହିଲେ। ମାତ୍ର ସାବିତ୍ରୀ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନିଜ ନିଷ୍ପତ୍ତିରେ ଅଟଳ ରହିଲେ। ତେବେ ଉଭୟ ପକ୍ଷଙ୍କ ବାପା ମାଙ୍କ ଅନୁମତି କ୍ରମେ ସାବିତ୍ରୀଙ୍କର ସତ୍ୟବାନଙ୍କ ସହିତ ଯଥାରୀତି ବିବାହ ସମ୍ପନ୍ନ ହେଲା। ବିବାହ ପରେ ସାବିତ୍ରୀ ପିତୃଗୃହର ସମସ୍ତ ସୁଖ ତ୍ୟାଗ କରି ସ୍ୱାମୀଙ୍କ ସହିତ
ତପୋବନର କୁଟୀରରେ ରହି ଶାଶୁ ଓ ଶ୍ୱଶୁରଙ୍କ ସେବା କଲେ। ବିବାହର 1 ବର୍ଷ ପୂରିବାକୁ ଆଉ ମାତ୍ର 3 ଦିନ ବାକି ଥାଏ। ଏହା ପୂର୍ବରୁ ସାବିତ୍ରୀ 3 ରାତ୍ରି ବ୍ରତ ଆରମ୍ଭ କଲେ। ଯେଉଁଦିନ 1 ବର୍ଷ ପୂର୍ଣ୍ଣ ହେଲା ଓ ସତ୍ୟବାନଙ୍କର ପରମାୟୁ ଶେଷ ହେଲା, ସେହିଦିନ ସତ୍ୟବାନ ଫଳମୂଳ ଓ କାଠ ସଂଗ୍ରହ କରିବାକୁ ବଣକୁ ଯିବାବେଳେ ସାବିତ୍ରୀ ତାଙ୍କ ସହ ଗଲେ। ବଣରେ ସତ୍ୟବାନଙ୍କୁ ସର୍ପ ଦଂଶନ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ଶୋଇଗଲେ ଓ ତାହା ହିଁ ତାଙ୍କର ଶେଷ ନିଦ୍ରା ଥିଲା। କିନ୍ତୁ ସାବିତ୍ରୀ ନିଜ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କୋଳରେ ରଖି ସେହିଠାରେ ବସିଗଲେ। ଯମଦୂତମାନେ ସତ୍ୟବାନଙ୍କ ଜୀବନ ନେବା ପାଇଁ ଆସି ସାବିତ୍ରୀଙ୍କ ପାଖରୁ ତାଙ୍କୁ ନେଇ ନ ପାରି ଫେରିଗଲେ। ବିଫଳ ଯମଦୂତଙ୍କ ଠାରୁ ଖବର ପାଇ ନିଜେ ଯମରାଜ ଆସି ସେଠାରେ ପହଞ୍ଚିଲେ ଆଉ ସତ୍ୟବାନଙ୍କ ଜୀବନକୁ ନେଇ ବାହାରିଲେ। ସାବିତ୍ରୀ ମଧ୍ୟ ଯମଙ୍କ ପଛେ ପଛେ ଧାଇଁଲେ। ଯମରାଜ ସାବିତ୍ରୀଙ୍କର ପ୍ରତିଭକ୍ତି ଓ ସ୍ତୁତି ପାଠରେ ସନ୍ତୁଷ୍ଟ ହୋଇ ସତ୍ୟବାନଙ୍କ ବଦଳରେ 3ଟି ବର ଦେବାକୁ ସତ୍ୟ କଲେ। କିନ୍ତୁ ସର୍ତ୍ତ ରଖିଲେ ଯେ ସତ୍ୟବାନଙ୍କ ଜୀବନ ବଦଳରେ ଆଉ ଯାହା ମାଗିବେ ସେ ଦେବେ। ଶେଷରେ ସାବିତ୍ରୀଙ୍କର ଜିଦ୍ ଆଗରେ ଯମରାଜ ପରାସ୍ତ ହୋଇଥିଲେ ଏବଂ ସତ୍ୟବାନଙ୍କ ଜୀବନ ଫେରାଇ ଦେଇଥିଲେ। ପବିତ୍ର ସାବିତ୍ରୀ ବ୍ରତରେ ବ୍ରତ କରୁଥିବା ମହିଳାମାନେ ନିଶ୍ଚୟ ଏହି ଗୋଟିଏ ଜିନିଷ ଖାଇନେବା ଉଚିତ, ଯାହାଦ୍ୱାରା ବ୍ରତ ସଫଳ ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀ ମଧ୍ୟରେ କେବେ ଦୂରତା ଆସିନଥାଏ। ମାନ୍ୟତା ଅନୁଯାୟୀ ଏହି ବ୍ରତ ରଖିଲେ ସ୍ୱାମୀଙ୍କ ଆୟୁଷ ବଢ଼ିଥାଏ ବୋଲି ବିଶ୍ୱାସ କରାଯାଏ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ଦିନ ଗୁରୁବାରରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ସାବିତ୍ରୀ ବ୍ରତରେ ଛୋଟ ଚଣା ତରଭୁଜ ନିହାତି ଭୋଗ ଆକାରରେ ଲଗାଯାଇଥାଏ। ବ୍ରତ ପୁରା ହେବା ପରେ ସେହି ଭୋଗକୁ ନିଶ୍ଚିତ ଖାଇନେବା ଉଚିତ। ଖାସ୍ କରି ଏହି ଦିନ ଛୋଟ ଚଣାକୁ ନିହାତି ଦାନ କରନ୍ତୁ। ଏହାଦ୍ୱାରା ସାବିତ୍ରୀ ମାତାଙ୍କର କୃପା ସର୍ବଦା ଆପଣଙ୍କ ଉପରେ ରହିବ। ଏହି ଦିନ କ୍ଷୀରି ଏବଂ ହାଲୁଆ ଭୋଗ ଲଗାଇ ପୁରା ପରିବାର ସଦସ୍ୟଙ୍କୁ ତାହା ପ୍ରସାଦ ଆକାରରେ ଖାଇବାକୁ ଦିଅନ୍ତୁ। ସାବିତ୍ରୀ ବ୍ରତରେ ବିଶେଷ ଭାବରେ 3ଟି ଜିନିଷ ଚଢ଼ାଇବା ଉଚିତ ହୋଇନଥାଏ। ଏହି ଦିନ ବିବାହିତା ମହିଳା ନିଶ୍ଚିତ 16 ଶୃଙ୍ଗାର କରିବା ଉଚିତ। ଭୁଲରେ ବି ଏହି ଦିନ କଳା କପଡ଼ା ପିନ୍ଧନ୍ତୁ ନାହିଁ। ଏହା ବ୍ୟତୀତ ଧଳା ରଙ୍ଗର ପୋଷାକ ପିନ୍ଧିବା ମଧ୍ୟ ଅଶୁଭ ହୋଇଥାଏ। ପୂଜା ସହିତ ବର ଗଛକୁ ପୂଜା କଲେ ମାତା ସାବିତ୍ରୀ ପ୍ରସନ୍ନ ହୁଅନ୍ତି। ଏହି ଦିନ ଭୁଲରେ ବି ବିବାହିତା ମହିଳା ନିଜର ସହବାଜ ଶୃଙ୍ଗାର ଜିନିଷ ଅନ୍ୟ ମହିଳାଙ୍କୁ ଦେବା ଉଚିତ ନୁହେଁ। ଆପଣ ଚାହିଁଲେ ମାର୍କେଟରୁ କିଣି ଦାନ କରିପାରିବେ। ସାବିତ୍ରୀ ବ୍ରତରେ ବ୍ରତଧାରୀଙ୍କୁ ଲୁଣର ସେବନ କରିବା ଉଚିତ ହୋଇନଥାଏ। ଘରେ କୌଣସି ବ୍ୟକ୍ତି ମଦ ମାଂସ ଭକ୍ଷଣ କରିବା ମଧ୍ୟ ଉଚିତ ହୋଇନଥାଏ। ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ। ଏମିତିକି ମୁହଁରେ ଅପଶବ୍ଦ ବାହାର କରିବା ମଧ୍ୟ ଉଚିତ ହୋଇନଥାଏ। ବିବାହିତା ମହିଳା ଏହି ଦିନ ଅଧିକ ଶୋଇବା ମଧ୍ୟ ଉଚିତ ହୋଇନଥାଏ। ଏହାଦ୍ୱାରା ସ୍ୱାମୀଙ୍କ ଆୟୁଷ କମ୍ ହୁଏ। ସାବିତ୍ରୀ ବ୍ରତ ଦିନ ଯେତେ ପାରିଲେ ସିନ୍ଥିରେ ଲମ୍ବା ସିନ୍ଦୁର ନିଶ୍ଚୟ ଲଗାନ୍ତୁ। ଏହି ଦିନ
ମାତା ସାବିତ୍ରୀଙ୍କୁ ଯଦି ନାଲି ଫୁଲ ଅର୍ପଣ କରନ୍ତି ତେବେ ମଧ୍ୟ ମାତା ଜଲ୍ଦି ପ୍ରସନ୍ନ ହୁଅନ୍ତି। ବନ୍ଧୁଗଣ, ଏହିପରି ବିଭିନ୍ନ ଷ୍ଟୋରି ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆଜିର ବିଷୟରେ ଆପଣଙ୍କର ମତାମତ କ'ଣ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଧନ୍ୟବାଦ। ଜୟ ଜଗନ୍ନାଥ।